ସାଙ୍ଗମାନେ ଶୁଭ ସକାଳ। ସାଙ୍ଗମାନେ ସକାଳୁ ସକାଳୁ କାରଣ ବାପା କହିଲେ ଯାଅ ଦୋକାନକୁ ଯାଅ ସଉଦା ଆଣିବ, ସେଥିଯୋଗୁଁ ମୁଁ ଆସିକି ପହଞ୍ଚାଇଛି ହାପି ଭାଇ ଦୋକାନରେ। କାରଣ ଯେତେବେଳେ ସଉଦା ନେବା କଥା ଆସେ ମୁଁ ଚିତ୍ତିର ଛକ ଆସେ, ହାପି ଭାଇ ଦୋକାନ କତିରେ ଛୋଟ ଛୁଆଙ୍କର ଆଇଟମ୍ ଯେତିକି ସବୁ ମିଳେ। ବାପା କହିଥିଲେ ଗ୍ଲାସ୍ ଆଣିବ, ଆହୁରି ଯାହା ଯାହା ଦେଉଛି ଆପଣମାନେ ଦେଖନ୍ତୁ ସେ କ'ଣ କ'ଣ ଦେଉଛନ୍ତି। ସେ କହୁଛନ୍ତି ଏଇନା ବର୍ତ୍ତମାନ ସେ କହିଲେ ତୁମେ ଭିଡ଼ିଓ କରିବ ଷ୍ଟାଟସ୍ ପକାଇବ ବୋଲିକି। କହିଲି ନା ମୁଁ ଭିଡ଼ିଓ କରିକି ୟୁଟ୍ୟୁବରେ ପକାଇବି। ସେଥିଯୋଗୁଁ କହିଲେ ମୋ ଦୋକାନ କିଛି ସଜା ହେଇନି, ତୁମେ କାହିଁକି ଭିଡ଼ିଓଟା ବନାଉଛ? ମୁଁ କହିଲି କିଛି ନାହିଁ, ଆପଣ ସଜା ନ ହେଉ ଇଏ ହେଉ। ସିଏ ମୋତେ ଗୋଟେ କୁପନ୍ ଦେଲେ ଯାହାକି ବାହାରିଥିଲା ସଫଳରୁ। କହିଲେ ଦେଖ ତୁମ ହାତରେ କ'ଣ ବାହାରୁଛି। ସେଥିଯୋଗୁଁ ମୋତେ ଦେଲେ ସୁବର୍ଣ୍ଣ ସୁଯୋଗଟା ମୋତେ ଦେଲେ, ଯେହେତୁ ମୁଁ ତାକୁ ସ୍କ୍ରାଚ୍ କଲି। ସ୍କ୍ରାଚ୍ କଲା ପରେ ସେଥିରୁ ସାଙ୍ଗମାନେ କ'ଣ ବାହାରିଲା ଜାଣିଛନ୍ତି? ସାଙ୍ଗମାନେ ସେଥିରୁ 35 ପଏଣ୍ଟ ବାହାରିଲା, ମାନେ 35 ଟଙ୍କା ବାହାରିଲା। ସେଥିଯୋଗୁଁ କହିଲେ ତୁମ ହାତଟା ଶୁଭ ନୁହେଁ, ତୁମେ ଆଉ ଖୋଲନା। ସେଥିଯୋଗୁଁ ସିଏ ମୋତେ କୁରକୁରି ଆଇଟମ୍ ସବୁ ଦେଇଦେଲେ, ଯେତିକି ଗ୍ଲାସ୍ କୁରକୁରି ଆଇଟମ୍ ଆଉ ସଫଳ ବି ଦେଇଛନ୍ତି। ବର୍ତ୍ତମାନ ପାଇଁ ଏଇଆ ଚିଠାରେ ଆମର ଥିଲା, ବାପା କହିଲେ ଏଇଆ ଲେଖିଥିଲେ। ସେଥିଯୋଗୁଁ ସିଏ ସବୁ କୁରକୁରି ଆଇଟମ୍ଟା ବାହାର କଲେ ଆଉ ସଫଳ ଗ୍ଲାସ୍ ବାହାର କଲେ। ସେ ଏତିକି ମୋର ସରିଯାଇଛି ଅଲରେଡ଼ି। ସରିଲା ପରେ ଏପଟେ ଗୋଟେ ଜୋତା ଦୋକାନ ଥିଲା। ସେ ଜୋତା ଦୋକାନକୁ ଗଲା ଜୋତା ଦୋକାନ ମୋତେ ଡାକିଥିଲା କ'ଣ ପାଇଁ, ମୁଁ ଯାଇଥିଲି ସେପଟକୁ। ତାପରେ ଏପଟେ ଆସିଲା ପରେ ଦେଖନ୍ତୁ ତାଙ୍କ ଷ୍ଟୋରରେ କିନ୍ତୁ ମାନେ ସାଇଜ୍ ସଜା କିଛି ନାହିଁ, ସବୁ ବିଖାର ହେଇକି ଅଛି। ପ୍ୟାକିଂ